Hello my dear student, welcome back to the study point ପୂର୍ବ କ୍ଲାସ୍ରେ ଆମେ ଗଣତନ୍ତ୍ର ଅର୍ଥ ଗଣତନ୍ତ୍ର ପ୍ରକାରଭେଦ ଓ ଗଣତନ୍ତ୍ର ବୈଶିଷ୍ଟ୍ୟ ବିଷୟରେ ଜାଣିଥିଲେ। ଆଜିର କ୍ଲାସ୍ରେ ଆମେ ଜାଣିବା ଗଣତନ୍ତ୍ର ସୁଗୁଣ ଓ ଦୁର୍ଗୁଣ। ଯେମିତି ଗୋଟେ ବସ୍ତୁର ଯେମିତି କିଛିଟା ଭଲ ବ୍ୟବହାର ହୋଇଥିବା ବେଳେ ଆଉ କିଛିଟା ଖରାପ ବ୍ୟବହାର ହୋଇଥାଏ, ସେମିତି ଗଣତନ୍ତ୍ର ମଧ୍ୟ କିଛିଟା ଭଲ ବ୍ୟବହାର ଥିବା ବେଳେ ଆଉ କେତେଟା ଖରାପ ବ୍ୟବହାର ହୋଇଥାଏ। ଆଜି ଆମେ ଜାଣିବା ଗଣତନ୍ତ୍ର ସୁଗୁଣ ଗୁଡ଼ିକ। ଗଣତନ୍ତ୍ର ସୁଗୁଣ ଗୁଡ଼ିକ ହେଲା ବ୍ୟକ୍ତି ସ୍ୱତନ୍ତ୍ରତା, ସୁରକ୍ଷା, ସମବ୍ୟବହାର, ଦାୟିତ୍ୱ ସମ୍ପନ୍ନ ସରକାର, ରାଜନୈତିକ ଶିକ୍ଷା, ଦେଶପ୍ରେମ, ଜାତୀୟ ଚରିତ୍ର ଗଠନ। ଗଣତନ୍ତ୍ର ଶାସନ ବ୍ୟବସ୍ଥା ଜନସାଧାରଣଙ୍କୁ ସ୍ୱାଧୀନତା, ସମାନତା, ଅଧିକାର, ନିଜକୁ ଶାସନ କରିବା ସୁଯୋଗ ଏବଂ ବ୍ୟକ୍ତିତ୍ୱର ବିକାଶ ପାଇଁ ବିକାଶମୂଳକ ଯୋଜନା ପ୍ରଣୟନ କରିଥିବାରୁ ଏହାକୁ ବିଶ୍ୱର ଲୋକପ୍ରିୟ ଶାସନ ବ୍ୟବସ୍ଥା ମାନ୍ୟତା ଲାଭ କରିଛି। ଏହାର ନିମ୍ନଲିଖିତ ସୁଗୁଣ ଗୁଡ଼ିକ ହେଲା ବ୍ୟକ୍ତି ସ୍ୱତନ୍ତ୍ରତା, ସୁରକ୍ଷା। ଗଣତନ୍ତ୍ର ଶାସନ ବ୍ୟବସ୍ଥାରେ ବ୍ୟକ୍ତିକୁ ଅଧିକାର ଓ ସ୍ୱତନ୍ତ୍ରତା ପ୍ରଦାନ କରିବା ସହିତ ଏହାର ମଧ୍ୟ ସୁରକ୍ଷା ପ୍ରଦାନ କରାଯାଇଥାଏ। ଏହାଦ୍ୱାରା ତା'ର ସ୍ୱାଧୀନତା କୌଣସି ବ୍ୟକ୍ତି ବା ରାଷ୍ଟ୍ର ହସ୍ତକ୍ଷେପ କରନ୍ତି ନାହିଁ। ସେହି ସ୍ୱାଧୀନତା ଗୁଡ଼ିକ ହେଲା ସ୍ୱାଧୀନ ଭାବେ ଚିନ୍ତା ଓ ମତ ବ୍ୟକ୍ତ କରିବା, ମୁକ୍ତ ସମ୍ବାଦପତ୍ର ପ୍ରତିଷ୍ଠା କରିବା, ସଂଘ ଗଠନ କରିବା, ମୁକ୍ତ ଭ୍ରମଣ କରିବା, ନିଜ ପସନ୍ଦ ଅନୁସାରେ ବାଣିଜ୍ୟ, ବ୍ୟବସାୟ ଓ ଧର୍ମ ଗ୍ରହଣ ଓ ପାଳନ କରିବା। ଏହାପରେ ଆମେ ଜାଣିବା ସମବ୍ୟବହାର। ଗଣତନ୍ତ୍ର ରାଷ୍ଟ୍ରରେ ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ପ୍ରତି ବ୍ୟକ୍ତିଙ୍କୁ ସମାନ ସୁବିଧା, ସୁଯୋଗ ଓ ସୁରକ୍ଷା, ନ୍ୟାୟ ପ୍ରଦାନ କରାଯାଇଥାଏ। ଏଠାରେ କାହାରିକୁ ସ୍ୱତନ୍ତ୍ର ସୁବିଧା ପ୍ରଦାନ କରାଯାଏ ନାହିଁ କିମ୍ବା କୃତ୍ରିମ ଆଧାରରେ କାହା ପ୍ରତି ଭେଦଭାବ ଅଥବା ବିଦ୍ୱେଷ ପ୍ରଦର୍ଶନ କରାଯାଏ ନାହିଁ। ଏହାପରେ ଆମେ ଜାଣିବା ଦାୟିତ୍ୱ ସମ୍ପନ୍ନ ସରକାର। ଗଣତନ୍ତ୍ର ରାଷ୍ଟ୍ରରେ ଦାୟିତ୍ୱ ସମ୍ପନ୍ନ ସରକାର ପ୍ରତିଷ୍ଠା ହୋଇଥାଏ। ଏଠାରେ ଜନପ୍ରିୟ, ସାମୂହିକ ଓ ନିୟମିତ ନିର୍ବାଚନ ମାଧ୍ୟମରେ ଏବଂ ଶାନ୍ତିପୂର୍ଣ୍ଣ ଓ ସାମ୍ବିଧାନିକ ଉପରେ କ୍ଷମତା ହସ୍ତାନ୍ତର ହୁଏ। ତେଣୁ ସଂସଦୀୟ ଶାସନ ବ୍ୟବସ୍ଥାରେ କାର୍ଯ୍ୟପାଳିକା ବ୍ୟବସ୍ଥାପିକା ନିକଟରେ ଉତ୍ତରଦାୟୀ ରହିଥାଏ, ଅର୍ଥାତ୍ ସରକାର ଜନସାଧାରଣ ନିକଟରେ ଉତ୍ତରଦାୟୀ ରହିଥାଏ। ଯଦିଓ ସରକାର ଦାୟିତ୍ୱ ସମ୍ପୂର୍ଣ୍ଣ ଭାବରେ ନିଜର କର୍ତ୍ତବ୍ୟକୁ ନିର୍ବାହ ନ କରି ତେବେ କ୍ଷମତାରେ ତିଷ୍ଠି ରହିପାରନ୍ତି ନାହିଁ। ଏହାପରେ ଆମେ ଜାଣିବା ରାଜନୈତିକ ଶିକ୍ଷା। ଗଣତନ୍ତ୍ର ବ୍ୟବସ୍ଥାରେ ବ୍ୟାପକ ରାଜନୈତିକ ଶିକ୍ଷା ମିଳିଥାଏ। ସାଧାରଣ ନିର୍ବାଚନ ସମୟରେ ଦଳ, ପ୍ରାର୍ଥୀ ଓ ଜନସାଧାରଣଙ୍କ ମଧ୍ୟରେ ଘନିଷ୍ଠ ପାରସ୍ପରିକ ସମ୍ପର୍କ ବ୍ୟବସ୍ଥା ମାଧ୍ୟମରେ ଆଲୋଚନା, ବିଚାର ବିମର୍ଶ, ମତଦାନ ଓ ନିଷ୍ପତ୍ତି ଗ୍ରହଣ, କାର୍ଯ୍ୟପାଳିକା ଶାସନ ପ୍ରଣାଳୀ, ଜନମତର ପ୍ରଭାବ ଇତ୍ୟାଦି ବିବରଣୀ ଗଣ ମାଧ୍ୟମରେ ପ୍ରକାଶ ପାଇବା ଦ୍ୱାରା ଜନସାଧାରଣ ରାଜନୈତିକ ବ୍ୟବସ୍ଥା ସମ୍ପର୍କରେ ସଚେତନ ହୋଇଥାନ୍ତି। ଏହାପରେ ଆମେ ଜାଣିବା ଦେଶପ୍ରେମ, ଜାତୀୟ ଚରିତ୍ର ଗଠନ। ଗଣତନ୍ତ୍ର ହେଉଛି ଏକ ଜନମତ ଉପରେ ପ୍ରତିଷ୍ଠିତ ଲୋକମାନଙ୍କ ଦ୍ୱାରା ଗଠିତ ଏକ ସରକାର। ତେଣୁ ଜନସାଧାରଣ ଏଠାରେ ନିଜକୁ ଗର୍ବ, ଗୌରବ, ଦାୟିତ୍ୱ ଓ କର୍ତ୍ତବ୍ୟବୋଧ ଅନୁଭବ କରନ୍ତି। ଏହା ଜନସାଧାରଣ ନୈତିକତା, ସଚ୍ଚୋଟତା, ଆତ୍ମନିର୍ଭରଶୀଳତା, ସାହସିକତା ଓ ପରିଶ୍ରମ ନିମନ୍ତେ ପ୍ରେରଣା ଯୋଗାଇଥାଏ, ଯାହାଦ୍ୱାରା ଦେଶପ୍ରେମ ଓ ଜାତୀୟ ଚରିତ୍ର ଗଠନ ହୁଏ। ଏହାପରେ ଆମେ ଜାଣିବା ବିପ୍ଳବର ଗତିରୋଧ। ଗଣତନ୍ତ୍ର ବ୍ୟବସ୍ଥାରେ ଜନପ୍ରିୟ, ସାମୂହିକ ଓ ନିୟମିତ ନିର୍ବାଚନ ମାଧ୍ୟମରେ ସରକାର ଗଠନ କରାଯାଇଥାଏ, ଅର୍ଥାତ୍ ଏଠାରେ ସରକାର ଜନତାର ଇଚ୍ଛା ଅନୁସାରେ ନିର୍ଦ୍ଦିଷ୍ଟ ସମୟ ପାଇଁ କ୍ଷମତାପ୍ରାପ୍ତ ହୁଏ କିମ୍ବା ପରିବର୍ତ୍ତିତ ହୁଏ। ଏହା ଶାନ୍ତିପୂର୍ଣ୍ଣ ଓ ସାମ୍ବିଧାନିକ ଉପାୟରେ ହୁଏ, ଯାହାଦ୍ୱାରା ଏଠାରେ ସରକାର ଆଲୋଚନା ଓ ପ୍ରବର୍ତ୍ତନ ମାଧ୍ୟମରେ ଗଲେ ଓ କୌଣସି ନିଷ୍ପତ୍ତିକୁ ଜବରଦସ୍ତ ଲଦି ଦିଆଯାଏ ନାହିଁ। ତେଣୁ ଏଠାରେ ସରକାର ପରିବର୍ତ୍ତନ ପାଇଁ ଜନମତର ଆବଶ୍ୟକତା ଥାଏ, କିନ୍ତୁ ବିପ୍ଳବର ଅନୁପସ୍ଥିତି ଥାଏ। ଏହାପରେ ଆମେ ଜାଣିବା ସଂଖ୍ୟାଲଘୁଙ୍କ ସୁରକ୍ଷା। ଗଣତନ୍ତ୍ର ସଂଖ୍ୟାଗରିଷ୍ଠ ମତ ଉପରେ ପ୍ରତିଷ୍ଠିତ ସରକାର ହେଲେ ମଧ୍ୟ ଏଠାରେ ସଂଖ୍ୟାଲଘୁ ମତକୁ ସମ୍ମାନ ଦିଆଯାଏ। ସମାନୁପାତିକ ମତଦାନ ଅର୍ଥାତ୍ ଉନ୍ନତ ଓ ସହନଶୀଳ ପରମ୍ପରା ଦ୍ୱାରା ଜାତି, ଧର୍ମ, ଭାଷା, ଅଞ୍ଚଳ ଓ ସଂସ୍କୃତି ଆଦି ଭିତ୍ତିରେ ସୃଷ୍ଟି ହୋଇଥାଏ। ସଂଖ୍ୟାଲଘୁମାନଙ୍କ ପ୍ରତିନିଧିତ୍ୱ ଓ ସୁରକ୍ଷା ପ୍ରଦାନ କରାଯାଏ। ସମ୍ବିଧାନ ଓ ଆଇନ, ମୌଳିକ ଅଧିକାର ଓ ନ୍ୟାୟପାଳିକା ମଧ୍ୟ ସଂଖ୍ୟାଲଘୁମାନଙ୍କୁ ସୁରକ୍ଷା ପ୍ରଦାନ କରାଯାଇଥାଏ। ଏତିକି ହେଲା ମେନ୍ ପଏଣ୍ଟ। ଆଉ ଯଦି କିଛି ଜାଣିବାର ଅଛି ତାହେଲେ ଏଇଥିରେ ଦେଖନ୍ତୁ, ନୋଟ୍ ଗୁଡ଼ା ଦେଖନ୍ତୁ। ଏହାପରେ ଆମେ ଜାଣିବା ଗଣତନ୍ତ୍ର ଦୁର୍ଗୁଣ। ଗଣତନ୍ତ୍ର ଦୁର୍ଗୁଣ ହେଲା ସଂଖ୍ୟାର ଏକ ଖେଳ, ତାପରେ ବ୍ୟକ୍ତି ବା ଗୋଷ୍ଠୀ ଶାସନ, ଅସ୍ଥିର ସରକାର, ସମୟ ସାପେକ୍ଷ ବ୍ୟବସ୍ଥା, ଦଳୀୟ ବ୍ୟବସ୍ଥାର କୁପରିଣାମ, ପୁଞ୍ଜିବାଦଙ୍କ ସୁରକ୍ଷା।
ସରକାର। ଏହାପରେ ଆମେ ଜାଣିବା ଗଣତନ୍ତ୍ର ଏକ ସଂଖ୍ୟାଗରିଷ୍ଠ ଅତ୍ୟାଚାର। ଗଣତନ୍ତ୍ର ରାଷ୍ଟ୍ରୀୟ ସଂଖ୍ୟାଗରିଷ୍ଠ ମତକୁ ପ୍ରାଧାନ୍ୟ ମିଳିଥାଏ, ଅର୍ଥାତ୍ ସରକାର ଗଠନ ବେଳେ ଆଇନ ପ୍ରଣୟନ କ୍ଷେତ୍ରରେ ଶାସନଗତ ନିଷ୍ପତ୍ତି କ୍ଷେତ୍ରରେ ଯାହା ସଂଖ୍ୟାଗରିଷ୍ଠ ମତରେ ଗ୍ରହଣ କରାଯାଏ ତାହା କାର୍ଯ୍ୟକାରୀ ହୋଇଥାଏ। ତେଣୁ ଏଠାରେ ମୁଣ୍ଡ ଗଣତିକୁ ହିସାବ କରାଯାଏ, କିନ୍ତୁ ମୁଣ୍ଡର ମସଲାକୁ ବିଚାର କରାଯାଏନି। କିନ୍ତୁ ଏଠାରେ ଲୋକ ସବୁ ପଇସା ଦେଇକି ଭୋଟ ପାଆନ୍ତି, କିନ୍ତୁ କାହା ମୁଣ୍ଡରେ କେତେ କ୍ଷମତା ଅଛି ସେମାନେ ଜାଣିପାରନ୍ତି। ଏହି ଶାସନରେ ଅଶିକ୍ଷିତ, ଅଜ୍ଞ ଓ ଅକର୍ମଣ୍ୟ ତଥା ଲୋକମାନେ ମଧ୍ୟ ଦକ୍ଷ, ବିଚାରବନ୍ତ, ପ୍ରଗତିଶୀଳ ଲୋକମାନଙ୍କୁ ସମାନ ବୋଲି ବିବେଚନା କରନ୍ତି। ସମାଜରେ ପ୍ରଥମ ବର୍ଗ କହିଲେ ଆମେ ଜାଣିବା ନା ଯେଉଁମାନେ ଶିକ୍ଷିତମାନଙ୍କ ସଂଖ୍ୟା ଯଥେଷ୍ଟ କମ୍ ହୋଇଥିବାରୁ ନିର୍ବାଚନ ସମୟରେ ରାଜନୈତିକ ଦଳମାନେ ଅଶିକ୍ଷିତ, ଅଜ୍ଞ ଓ ଅକର୍ମଣ୍ୟ ଲୋକମାନଙ୍କୁ ପ୍ରଭାବିତ କରି ଭୋଟ ବ୍ୟାଙ୍କ ସୃଷ୍ଟି କରିଥାନ୍ତି, ଯାହାଦ୍ୱାରା ଉତ୍ତମ ସରକାର ଗଠନ ହୋଇନଥାଏ। ଏହାପରେ ଆମେ ଜାଣିବା ବ୍ୟକ୍ତି ବା ଗୋଷ୍ଠୀ ଶାସନ। ଗଣତନ୍ତ୍ର ଲୋକମାନଙ୍କ ଦ୍ୱାରା ଲୋକମାନଙ୍କ ପାଇଁ ଶାସନ ବୋଲି କୁହାଯାଏ, କିନ୍ତୁ ବାସ୍ତବରେ ଏହା ଜଣେ ବ୍ୟକ୍ତି କିମ୍ବା ଗୋଟିଏ ମୁଷ୍ଟିମେୟ ଗୋଷ୍ଠୀର ଶାସନ ଅଟେ। କାରଣ ରାଷ୍ଟ୍ରପତି ଓ ସରକାର ରାଷ୍ଟ୍ରରେ ରାଷ୍ଟ୍ରପତି ସଂସଦୀୟ ଶାସନ ବ୍ୟବସ୍ଥା, ପ୍ରଧାନମନ୍ତ୍ରୀ ସର୍ବୋଚ୍ଚ କ୍ଷମତାର ଅଧିକାରୀ ଅଟନ୍ତି ଏବଂ ବେଳେବେଳେ ଏମାନେ ଏକ ଛତ୍ରବାଦୀ ଭାବରେ ଶାସନ ବ୍ୟବସ୍ଥା ଚଳାଇଥାନ୍ତି। ଏହାପରେ ଆମେ ଜାଣିବା ଅସ୍ଥିର ସରକାର। ଗଣତନ୍ତ୍ର ବ୍ୟବସ୍ଥାରେ ଯେଉଁ ରାଜନୈତିକ ଦଳ ସମ୍ପୂର୍ଣ୍ଣ ସଂଖ୍ୟାଗରିଷ୍ଠତା ହାସଲ ନକରେ ତେବେ ଏଠାରେ ମିଳିତ ସହମତି ମେଣ୍ଟ ସରକାର ଗଠିତ ହୋଇଥାଏ। କିନ୍ତୁ ଯେତେବେଳେ ଗୋଟିଏ ରାଜନୈତିକ ଦଳ ଏକାକୀ ସଂଖ୍ୟାଗରିଷ୍ଠତା ହାସଲ ନ କରି ତେବେ ଏଠାରେ ମିଳିତ ସହମତି ମେଣ୍ଟ ସରକାର ଗଠିତ ହୋଇଥାଏ। କିନ୍ତୁ ଯେତେବେଳେ ଅଂଶୀଦାର ଦଳମାନଙ୍କ ମଧ୍ୟରେ କନ୍ଦଳ କିମ୍ବା ସମନ୍ୱୟ ଅଭାବ ଘଟେ ସେତେବେଳେ ସଂଖ୍ୟାଗରିଷ୍ଠତା ଭାଙ୍ଗିଯାଏ ଏବଂ ସରକାର ଭାଙ୍ଗିଯାଏ। ତେଣୁ ରାଜନୈତିକ ଅସ୍ଥିରତା ସୃଷ୍ଟି ହୁଏ, କାରଣ ରାଷ୍ଟ୍ରର ନେତୃତ୍ୱ ନେବା ପାଇଁ କେହି ସକ୍ଷମ ହୁଅନ୍ତି ନାହିଁ। ଏହାପରେ ଜାଣିବା ସମୟ ସାପେକ୍ଷ ବ୍ୟବସ୍ଥା ବା ବିଳମ୍ବ। ଗଣତନ୍ତ୍ର ଏକ ସମୟ ସାପେକ୍ଷ ବା ବିଳମ୍ବ ବ୍ୟବସ୍ଥା। ଏଠାରେ ଆଲୋଚନା, ପର୍ଯ୍ୟାଲୋଚନା, ନିଷ୍ପତ୍ତି ଗ୍ରହଣ ନିର୍ଦ୍ଧାରିତ ପଦ୍ଧତି ଅନୁସରଣ ଦ୍ୱାରା ନିର୍ଦ୍ଧାରଣ ହେଉଥିବାରୁ ବିଳମ୍ବ ଦେଖାଯାଏ। ତେଣୁ ଜରୁରୀ ପରିସ୍ଥିତି ସମୟରେ ତୁରନ୍ତ ପଦକ୍ଷେପ ନେବା ପାଇଁ ସକ୍ଷମ ହୁଏ ନାହିଁ। ଏହି ବିଳମ୍ବ ଜନିତ ଜନସାଧାରଣ ଠିକ୍ ସମୟରେ ଉଚିତ ନ୍ୟାୟ ପାଇବାରୁ ବଞ୍ଚିତ ହୁଅନ୍ତି। ଏହାପରେ ଆମେ ଜାଣିବା ବ୍ୟୟ ସାପେକ୍ଷ। ଗଣତନ୍ତ୍ର ଏକ ବ୍ୟୟବହୁଳ ବ୍ୟବସ୍ଥା। ଏଠାରେ ସ୍ୱଳ୍ପ ବ୍ୟବଧାନ ମଧ୍ୟରେ ହେଉଥିବା ସାଧାରଣ ନିର୍ବାଚନ ଓ ଉପନିର୍ବାଚନ ନିମନ୍ତେ ପ୍ରଚୁର ବ୍ୟୟ ବିରୋଧ କରାଯାଏ। ସେହିପରି ନିର୍ବାଚନ ପରେ ବ୍ୟବସ୍ଥାପିକାର ଦୀର୍ଘ ଆଲୋଚନା, ବିଚାର ବିମର୍ଶ, ଆଇନ ପ୍ରଣୟନ ନିମନ୍ତେ ମଧ୍ୟ ବିପୁଳ ଅର୍ଥ ବ୍ୟୟ ହୋଇଥାଏ। ଏହାପରେ ଆମେ ଜାଣିବା ଦଳୀୟ ବ୍ୟବସ୍ଥାର କୁପରିଣାମ। ରାଜନୈତିକ ଦଳ ଗଣତନ୍ତ୍ର ଆତ୍ମସଂଯୋଜିତ କାର୍ଯ୍ୟ କରିଥାଏ, ଅର୍ଥାତ୍ ରାଜନୈତିକ ଦଳ ବିନା ଗଣତନ୍ତ୍ର ବ୍ୟବସ୍ଥା ସଫଳ ଭାବେ କାର୍ଯ୍ୟକାରୀ କରିପାରେ ନାହିଁ। କିନ୍ତୁ ଏହି ରାଜନୈତିକ ଦଳଗୁଡ଼ିକ ଭୋଟ ବ୍ୟାଙ୍କ ସୃଷ୍ଟି କରିବା ପାଇଁ ତୁଷ୍ଟିକରଣ ରାଜନୀତି କରିଥାନ୍ତି, ଅର୍ଥାତ୍ ଭୋଟ ବ୍ୟାଙ୍କ ସୃଷ୍ଟି ପାଇଁ ଜାତି, ଧର୍ମ, ଭାଷା, ଅଞ୍ଚଳ ଭିତ୍ତି ଆଧାର କରି ଗୋଟିଏ ନିର୍ଦ୍ଦିଷ୍ଟ ଗୋଷ୍ଠୀକୁ ଅହେତୁକ ସୁବିଧା ସୁଯୋଗ ପ୍ରଦାନ କରିଥାନ୍ତି। ଅନ୍ୟ ପକ୍ଷରେ ସାମ୍ପ୍ରଦାୟିକତାବାଦ, ଆଞ୍ଚଳିକବାଦ, ଜାତିଆଣବାଦ ଆଦି ନିକୃଷ୍ଟ ଚିନ୍ତାଧାରା ଦ୍ୱାରା ସରକାର ନିର୍ବାଚନ ସମୟରେ ପ୍ରଭାବିତ କରିଥାନ୍ତି। ଏହାପରେ ଆମେ ଜାଣିବା ପୁଞ୍ଜିବାଦୀଙ୍କ ସରକାର। ଗଣତନ୍ତ୍ର ହେଉଛି ଲୋକମାନଙ୍କର ଏବଂ ଲୋକମାନଙ୍କ ଦ୍ୱାରା ଏବଂ ଲୋକମାନଙ୍କ ପାଇଁ ଏକ ସରକାର, କିନ୍ତୁ ବାସ୍ତବରେ ଆଧୁନିକ ଯୁଗରେ ନିର୍ବାଚନ ଏକ ବ୍ୟୟବହୁଳ ବ୍ୟବସ୍ଥା ହୋଇଥିବାରୁ ପୁଞ୍ଜିପତି ବା ମୁଷ୍ଟିମେୟ ବ୍ୟକ୍ତିମାନେ ନିଜର ଅର୍ଥବଳ ଏବଂ ବାହୁବଳ ପ୍ରୟୋଗ କରି ନିର୍ବାଚନରେ ବିଜୟ ଲାଭ କରନ୍ତି ଏବଂ ସରକାର ଗଠନ କରନ୍ତି। ଏହାପରେ ଆମେ ଜାଣିବା ଏହାର ଶେଷ ଭାଗଟା ବା ଉପରୋକ୍ତ ଆଲୋଚନାରେ ଆମେ ଏହା ଜାଣିଲେ ଏହି ସିଦ୍ଧାନ୍ତରେ ଉପନୀତ ହେଲୁ ଯେ ଯଦି ଆଜିର ସେସନଟି ଭଲ ଲାଗିଥିବ ଏଇଟା ହେଲା ଗଣତନ୍ତ୍ର ବୈଶିଷ୍ଟ୍ୟର ଏକ ସୁଗୁଣ ଦୁର୍ଗୁଣର ଏକ ମୁଖ୍ୟ ଏହା ଯଦି ଆଜିର ସେସନଟି ଭଲ ଲାଗିଥିବ ତାହେଲେ ଚ୍ୟାନେଲକୁ ଲାଇକ୍, ସେୟାର, ସବସ୍କ୍ରାଇବ୍ କରିବାକୁ ଭୁଲିବେ ନାହିଁ। ରହିଲି, ଜୟ ଜଗନ୍ନାଥ।